ଆପଣ ପ୍ରତ୍ୟେକଙ୍କୁ ମୁଁ ଅମୃତମାନର ଏ କାର୍ଯ୍ୟକ୍ରମକୁ ସ୍ୱାଗତ କରେ ଏବଂ ମୋର ଖ୍ରୀଷ୍ଟୀୟ ପ୍ରେମ ନମସ୍କାର ଜଣାଏ। ପ୍ରଭୁଙ୍କର ଅସୀମ ଅନୁଗ୍ରହ ଅସୀମ ଦୟା ହେତୁ ଆମମାନେ ଦିନ ପରେ ଦିନ ଦେଖି ଆଜିର ଦିବସ ଦେଖିବା ପାଇଁ ସୁଯୋଗ ପାଇଲୁ। ତତ୍ସହିତ ପ୍ରଭୁ ଆମମାନଙ୍କୁ ପ୍ରତିଦିନ ତାଙ୍କର ବାକ୍ୟ ଦ୍ୱାରା କଥା ହେଉଛନ୍ତି, ଆତ୍ମିକ ଭାବରେ ଆମମାନଙ୍କୁ ବଳିଷ୍ଠ କରୁଛନ୍ତି। ଏହି ଦିନମାନଙ୍କରେ ଆମମାନେ ପ୍ରଭୁଙ୍କର ବିଶେଷ ବାକ୍ୟକୁ ଧ୍ୟାନ କରୁଅଛୁ। ଆପଣମାନେ ଅଂଶୀ ହୋଇଥିବାରୁ ଆପଣ ପ୍ରତ୍ୟେକଙ୍କୁ ମୁଁ ଧନ୍ୟବାଦ ମଧ୍ୟ ଜଣାଏ। ଆସନ୍ତୁ ଆମେ ସମସ୍ତେ ମିଶି ପ୍ରଥମେ ପ୍ରଭୁଙ୍କ ଚରଣ ତଳେ ନିଜକୁ ଉତ୍ସର୍ଗ କରି ପ୍ରାର୍ଥନା କରିବା। ଆମମାନଙ୍କ ଅତ୍ୟନ୍ତ ଦୟାଳୁ ପରମ ମଙ୍ଗଳ ପିତା, ଧନ୍ୟବାଦ ଦେଉଛୁ ପ୍ରଭୁ ତୁମର ଅନୁଗ୍ରହ, ତୁମର ଆଶୀର୍ବାଦ ପାଇଁ। ଆମ ଜୀବନରେ ଆଉ ଏକ ଦିବସ ଯୋଡ଼ିଲ, ଧନ୍ୟବାଦ ଦେଉଛୁ। ହଁ ପ୍ରଭୁ, ଆଜି ଯେଉଁ ବାକ୍ୟ ତୁମେ ଦେବାକୁ ଯାଉଅଛ ତାହା ବୁଝି ଜୀବନରେ ବ୍ୟବହାର କରିବା ପାଇଁ ସାହାଯ୍ୟ କର। ଊର୍ଦ୍ଧ୍ୱରୁ ଆଶୀର୍ବାଦ କର, ତୁମେ ହିଁ କଥା ହୁଅ। ପବିତ୍ର ଆତ୍ମାଙ୍କ ଶକ୍ତି ଆମମାନଙ୍କୁ ଦିଅ ପ୍ରଭୁ, ଯାହାଦ୍ୱାରା ଆମେ ବାକ୍ୟକୁ ସମ୍ପୂର୍ଣ୍ଣ ଭାବରେ ବୁଝିପାରିବୁ। ତୁମେ ହିଁ ସହବର୍ତ୍ତୀ ମଧ୍ୟବର୍ତ୍ତୀ ପରମେଶ୍ୱର ହୁଅ। ତୁମେ ଆମମାନଙ୍କୁ ସାହାଯ୍ୟ କର। ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ତୁମେ ବିଦ୍ୟମାନ ହୁଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ଆପଣ ପ୍ରତ୍ୟେକଙ୍କୁ ମୁଁ ଅନୁରୋଧ କରେ, ଯେଉଁମାନେ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ, ବେଲ୍ ଆଇକନ୍କୁ ଚିପି ଦିଅନ୍ତୁ, ଯାହାଦ୍ୱାରା ଆପଣ ସହଜରେ ଆପଣଙ୍କ ମୋବାଇଲରେ ଏ ବାକ୍ୟଗୁଡ଼ିକ ପାଇପାରିବେ। ଆମମାନଙ୍କର ଅନ୍ୟାନ୍ୟ କାର୍ଯ୍ୟକ୍ରମଗୁଡ଼ିକ ରହିଛି, ତାହା ମଧ୍ୟ ପାଇପାରିବେ। ଅନ୍ୟମାନଙ୍କୁ ମଧ୍ୟ ଅଂଶୀ କରାନ୍ତୁ, ଏଥିରେ ଅନ୍ୟମାନଙ୍କୁ ଉତ୍ସାହିତ କରନ୍ତୁ, ବାକ୍ୟକୁ ସେୟାର କରନ୍ତୁ। ଆମମାନଙ୍କୁ ମଧ୍ୟ ଆପଣମାନେ ଲାଇକ୍ ଦେଇ ଉତ୍ସାହିତ ମଧ୍ୟ କରନ୍ତୁ। ଆମମାନଙ୍କ ନିମନ୍ତେ ପ୍ରାର୍ଥନା କରୁଥାନ୍ତୁ। ଏହି ସମୟମାନଙ୍କରେ ଆମମାନେ ପ୍ରଭୁ ଯୀଶୁ କ୍ରୁଶ ଉପରେ ଥାଇ କହିଥିବା ସପ୍ତମ ବାଣୀ ବିଷୟରେ ଧ୍ୟାନ କରୁଅଛୁ। ଗତ 3ଟି ଅଧ୍ୟାୟରେ ଆମେ ପ୍ରଥମ ବାଣୀ, ଦ୍ୱିତୀୟ ବାଣୀ ଓ ତୃତୀୟ ବାଣୀ ବିଷୟରେ ଧ୍ୟାନ କରିସାରିଛୁ। ଆଜି ଆମେ ଧ୍ୟାନ କରିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର କ୍ରୁଶ ଉପରୁ ଚତୁର୍ଥ ବାଣୀ ବିଷୟରେ। ଏହି ବାଣୀଟି ହେଉଛି, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ। ଯାହା ଆମେ ପାଇଥାଉ ମାଥ୍ୟୁ 27 ପର୍ବ ତାର 46 ପଦ ଓ ମାର୍କ 15 ପର୍ବ ତାର 34 ପଦରେ। ଆମେ ପାଠ କରିବା ମାଥ୍ୟୁ 27 ପର୍ବ ତାର 46 ପଦ। ଲେଖାଯାଏ, ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସବକ୍ଥାନି, ଅର୍ଥାତ୍ ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ। ସେହି ସମୟର ବିଷୟରେ ଯଦି ଚିନ୍ତା କରିବା, ଦିନ 9 ଘଣ୍ଟା ସମୟରେ ପ୍ରଭୁ ଯୀଶୁ କ୍ରୁଶ ଉପରେ ଚଢ଼ାଯାଇଥିଲା ଏବଂ ମାର୍କ 15 ପର୍ବ 25 ପଦରେ ଲେଖାଯାଏ, ଏବଂ ପ୍ରଭୁ ଯୀଶୁ ପ୍ରାଣତ୍ୟାଗ କରୁଛନ୍ତି ଅପରାହ୍ନ 3ଟା ସମୟରେ। ସେଠାରେ ଏକ ବିଶେଷ ଘଟଣା ଘଟିଥିଲା। ଦିନ 12 ଘଣ୍ଟା ଠାରୁ ଅପରାହ୍ନ 3 ଘଣ୍ଟା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଦେଶରେ ଅନ୍ଧକାର ଘଟିଯାଇଥିଲା। ମାର୍କ ତାର 15 ପର୍ବ 33 ପଦରେ ଆମେ ଏହି ଅଂଶଟି ପାଠ କରିଥାଉ। ଦିନ ସମୟରେ 3 ଘଣ୍ଟା କାଳ ଅନ୍ଧକାର ଘଟିଯିବା ସାଧାରଣ ବିଷୟ ନୁହଁ। ସୂର୍ଯ୍ୟ ପରାଗ ସମୟରେ ଅଳ୍ପ କିଛି ସମୟ ନିମନ୍ତେ ଅନ୍ଧକାର ହୋଇଥାଏ, କିନ୍ତୁ ସେହି ସମୟରେ କୌଣସି ସୂର୍ଯ୍ୟ ପରାଗ ନଥିଲା। ତେବେ ପ୍ରଶ୍ନ ଉଠେ, ସେହି ସମୟର ଅନ୍ଧକାର କେଉଁ ପ୍ରକାରର ଅନ୍ଧକାର? ଏହି ଅନ୍ଧକାର ପରମେଶ୍ୱରଙ୍କ ଦ୍ୱାରା ହୋଇଥିଲା। ଏହା ସେହି ଭବିଷ୍ୟବାଣୀକୁ ସଫଳ କରୁଛି ଯାହା ଆମୋସ ଭବିଷ୍ୟତ ବକ୍ତା ତାଙ୍କର 8 ପର୍ବ ତାର 9 ପଦରେ ଲେଖିଛନ୍ତି। ଆମେ ତାକୁ ଜାଣିଥାଉ। ସେହି ଆମୋସ 8 ପର୍ବ 9 ପଦରେ ଲେଖାଯାଏ, ପ୍ରଭୁ ସଦାପ୍ରଭୁ କହନ୍ତି, ସେଦିନ ଆମେ ମଧ୍ୟାହ୍ନ କାଳରେ ସୂର୍ଯ୍ୟକୁ ଅସ୍ତଗତ କରାଇବା ଓ ନିର୍ମଳ ଦିନରେ ଆମ୍ଭେ ଦେଶକୁ ଅନ୍ଧକାରମୟ କରିବା। ଏହାର ଅର୍ଥ, ଆମୋସ ଭବିଷ୍ୟତ ବକ୍ତା ଅନେକ ବର୍ଷ ପୂର୍ବରୁ ଏହି ଭବିଷ୍ୟତବାଣୀ କରିଥିଲେ ଯେ ଯେତେବେଳେ ପରମେଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ କ୍ରୁଶ ଉପରେ ଚଢ଼ାଯିବ, ସେତେବେଳେ ପରମେଶ୍ୱର ସମଗ୍ର ଦେଶକୁ ଅନ୍ଧକାର କରିଦେବେ। ଏହା ପରମେଶ୍ୱରଙ୍କ ପକ୍ଷରୁ ଏକ ଚିହ୍ନ ଥିଲା ଯେ ରାଜାଙ୍କର
ଅନ୍ତ ହେବାକୁ ଯାଉଅଛି। ବର୍ତ୍ତମାନ ଆମମାନେ ସେହି ବାଣୀ ବିଷୟରେ ଧ୍ୟାନ କରିବା। ବାଣୀଟି ହେଉଛି, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମେ ମୋତେ କାହିଁକି ପରିତ୍ୟାଗ କଲ। ପ୍ରଥମ ବିଷୟ ଆମେ ଦେଖୁ, ଯଦି ଆମେ ବାଇବେଲକୁ ଧ୍ୟାନ ସହିତ ପାଠ କରୁ, ତେବେ ଏହି ସମାନ ବିଷୟ ଦାଉଦ ମଧ୍ୟ ଗୀତ ସଂହିତା 22 ପର୍ବରେ ଲେଖନ୍ତି। ରାଜା ଦାଉଦ ଏହି ଗୀତଟିକୁ ଏହି ପଦ ଦ୍ୱାରା ପ୍ରାରମ୍ଭ କରୁଛନ୍ତି। ଗୀତ ସଂହିତା 22 ଗୀତର ପ୍ରାରମ୍ଭରେ ସେ ଲେଖନ୍ତି, ହେ ମୋର ପରମେଶ୍ୱର, ହେ ମୋର ପରମେଶ୍ୱର, ତୁମେ କାହିଁକି ମୋତେ ପରିତ୍ୟାଗ କରିଅଛ। ଦାଉଦଙ୍କର ଏହି ଗୀତଟି ନିଶ୍ଚିନ୍ତ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୃତ୍ୟୁର ଭବିଷ୍ୟବାଣୀ କରିଥାଏ। 16 ପଦରେ ଆମେ ଦେଖୁ, ସେ ଅନୁସାରେ ମୋର ହାତ ପାଦ ବିଦ୍ଧ କରିଅଛନ୍ତି। ସେ ଗୀତ ସଂହିତା 22 ପର୍ବ 16 ପଦରେ ଲେଖା ହୁଏ, ମୋର ହାତ ଓ ପାଦ ବିଦ୍ଧ କରିଅଛନ୍ତି। ଏବଂ 18 ପଦରେ ଲେଖାଯାଏ, ମୋହର ବସ୍ତ୍ର ବିଭାଗ କରନ୍ତି ଏବଂ ଗୁଳି ବାଣ୍ଟ କରନ୍ତି। ଦାଉଦ ଏହି ଭଜନକୁ ପ୍ରାରମ୍ଭ କରିଛନ୍ତି କାହିଁକି, ପ୍ରଭୁ ତୁମେ ମୋତେ କାହିଁକି ପରିତ୍ୟାଗ କରିଛ ବୋଲି କହିକି, ଅତି ଦୁଃଖର ସହିତ। କିନ୍ତୁ ଭଜନକୁ ସେ ଶେଷ କରିଛନ୍ତି ଏକ ଆନନ୍ଦର ଭବିଷ୍ୟବାଣୀ ସହିତ। ସେ ଲେଖନ୍ତି 30 ପଦ ଏବଂ 31 ପଦରେ, ଭବିଷ୍ୟତ ବଂଶକୁ ପ୍ରଭୁଙ୍କ ବିଷୟ କୁହାଯିବ, ଭବିଷ୍ୟତରେ ଜାତ ହେବା ଲୋକଙ୍କ ନିକଟରେ ତାହାଙ୍କ ଧାର୍ମିକତା ପ୍ରଚାର କରିବେ। ବର୍ତ୍ତମାନ ଦେଖୁ, ଦାଉଦଙ୍କର ସେହି ଭବିଷ୍ୟତବାଣୀ ମଧ୍ୟ ସଫଳ ହୋଇଥିଲା। ଆଉ ଏକ ବିଷୟ ଚିନ୍ତା କରୁ, ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ଅନ୍ୟ ବାଣୀ ପ୍ରାରମ୍ଭ କରିଛନ୍ତି ହେ ପିତ କହିକି, ଅର୍ଥାତ୍ ପରମେଶ୍ୱରଙ୍କୁ ନିଜର ପିତା ବୋଲି ସମ୍ବୋଧନ କରି। କିନ୍ତୁ ଏହି ବାଣୀରେ ସେ କହୁଛନ୍ତି ହେ ଈଶ୍ୱର ବୋଲି। ଏହାର ଅର୍ଥ, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ଥାଇ ଦାଉଦଙ୍କର ସେହି ଗୀତଟିକୁ ସ୍ମରଣ କରିଛନ୍ତି। ଏହା ନିତ୍ୟାନ୍ତି ଜାଣିବା ଦରକାର। ଆମମାନେ ଦ୍ୱିତୀୟ ବିଷୟଟି ଆମେ ଦେଖୁ, ପ୍ରଭୁ ଯୀଶୁଖ୍ରୀଷ୍ଟ କ୍ରୁଶ ଉପରେ ନିଜକୁ ଏକୁଟିଆ ଅନୁଭବ କରୁଛନ୍ତି। ସେହି ସମୟରେ ତାଙ୍କର ସମସ୍ତ ଶିଷ୍ୟମାନେ ତାଙ୍କୁ ଛାଡ଼ି ପଳାଇଥିଲେ। ଯେଉଁମାନଙ୍କ ନିମନ୍ତେ ସେ ସେବା କାର୍ଯ୍ୟ କରିଥିଲେ, ସେମାନେ ହିଁ କହୁଛନ୍ତି ଯୀଶୁଙ୍କୁ କ୍ରୁଶରେ ଚଢ଼ାଅ। ନିଜର ଭାଇମାନେ ତାଙ୍କୁ ବିଶ୍ୱାସ କରୁନାହାନ୍ତି। ନିଜର ମାତାଙ୍କୁ ଯୋହନଙ୍କ ହସ୍ତରେ ସମର୍ପଣ କରି ଦେଇଥିଲେ। ଲେଖାଯାଏ, ଯୋହନ ସେହି କ୍ଷଣି ମରିୟମକୁ ନେଇ ଚାଲି ଯାଇଥିଲେ। ଅର୍ଥାତ୍ ସେହି ସମୟରେ ତାଙ୍କର ନିଜର ସେଠାରେ କେହି ନଥିଲେ। ସେ ନିଜକୁ ସମ୍ପୂର୍ଣ୍ଣ ଏକଲା ଅନୁଭବ କରୁଛନ୍ତି। ପ୍ରଭୁ ଯୀଶୁଙ୍କ ନିମନ୍ତେ ଏହି ବିଷୟ କିଛି ଆଶ୍ଚର୍ଯ୍ୟର ବିଷୟ ନଥିଲା, କାରଣ ସେ ପୂର୍ବରୁ ଏହି ବିଷୟ କହିଥିଲେ। ଯୋହନ 16 ପର୍ବ 32 ପଦରେ ଯୀଶୁ ନିଜେ କହୁଛନ୍ତି, ଦେଖ ସମୟ ଆସୁଅଛି, ହଁ ଆସିଲାଣି, ଯେତେବେଳେ ତୁମମାନେ ଛିନ୍ନ ଭିନ୍ନ ହୋଇ ପ୍ରତ୍ୟେକ ଆପଣା ଆପଣା ଘରକୁ ପଳାଇଯିବ, ଆଉ ମୋତେ ଏକାକୀ ପରିତ୍ୟାଗ କରିବ। ତଥାପି ମୁଁ ଏକାକୀ ନୁହଁ, କାରଣ ପିତା ମୋ ସହିତ ଅଛନ୍ତି। ଯୀଶୁ ତାଙ୍କର ଜୀବନର ପ୍ରତିଟି ମୁହୂର୍ତ୍ତରେ ପିତାଙ୍କର ଉପସ୍ଥିତି ଅନୁଭବ କରିଛନ୍ତି। କିନ୍ତୁ ଏହା ସେହି ସମୟ ଯେତେବେଳେ ସେ ଅନୁଭବ କରୁଛନ୍ତି ପିତା ମଧ୍ୟ ତାହାଙ୍କ ସାଙ୍ଗରେ ନାହାନ୍ତି। ତେଣୁ ଏଠାରେ ସେ କହୁଛନ୍ତି, ହେ ମୋର ଈଶ୍ୱର, ହେ ମୋର ଈଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ। ତୃତୀୟ ବିଷୟଟି ଦେଖୁ, ପରମେଶ୍ୱର କାହିଁକି ପ୍ରଭୁ ଯୀଶୁଙ୍କୁ ପରିତ୍ୟାଗ କରିଥିଲେ। ପ୍ରଶ୍ନ ଉଠେ, କ'ଣ ପ୍ରକୃତରେ ପିତା ନିଜର ପୁତ୍ରଙ୍କୁ ପରିତ୍ୟାଗ କରିଥିଲେ? ପରମେଶ୍ୱର କାହାକୁ ପରିତ୍ୟାଗ କରନ୍ତି? ଯିଶାୟା ଭବିଷ୍ୟତ ବକ୍ତା ଲେଖନ୍ତି ତାଙ୍କର 59 ପର୍ବରେ 2 ପଦରେ, ତୁମମାନଙ୍କର ଅପରାଧ ସବୁ ତୁମମାନଙ୍କ ପରମେଶ୍ୱରଙ୍କ ମଧ୍ୟରେ ବିଚ୍ଛେଦ ଘଟାଇଅଛି ଓ ତୁମମାନଙ୍କର ପାପ ସବୁ ତୁମମାନଠାରୁ ତାହାଙ୍କ ମୁଖ ଲୁଚାଇ ଅଛି। ଆମମାନଙ୍କର ଅଧର୍ମ ଓ ପାପ ସକାଶୁ ପରମେଶ୍ୱର ଆମମାନଙ୍କୁ ପରିତ୍ୟାଗ କରିଥାନ୍ତି। ଯେଉଁଠାରେ ପାପ ଥାଏ ପରମେଶ୍ୱର ସେଠାରେ ନଥାନ୍ତି। ପରମେଶ୍ୱର ଓ ପାପ ଉଭୟ ବିପରୀତ ଅଟନ୍ତି।
ଆମେ ଜାଣୁ ଆଦମ ଯାହାକୁ ପରମେଶ୍ୱର ଅତି ଯତ୍ନର ସହିତ ଅତି ପ୍ରେମର ସହିତ ନିଜ ପ୍ରତିମୂର୍ତ୍ତିରେ ସୃଷ୍ଟି କରିଥିଲେ, ଯେତେବେଳେ ଆଦମ ପାପ କଲେ ସେତେବେଳେ ପରମେଶ୍ୱର ତାଙ୍କୁ ପରିତ୍ୟାଗ କରିଥିଲେ। ପାପ ଯାହାଠାରେ ଦେଖାଯାଏ ପରମେଶ୍ୱର ତାଙ୍କୁ ପରିତ୍ୟାଗ କରିଥାନ୍ତି, କିନ୍ତୁ ଏଠାରେ ଦେଖୁ ପ୍ରଭୁ ଯୀଶୁକୁ ପରମେଶ୍ୱର ପରିତ୍ୟାଗ କରିଛନ୍ତି। କ'ଣ ପ୍ରଭୁ ଯୀଶୁ ପାପ କରିଥିଲେ? ଆମେ ସମସ୍ତେ ଭଲ ଭାବରେ ଜାଣୁ ପ୍ରଭୁ ଯୀଶୁ କୌଣସି ପାପ କରିନାହାନ୍ତି। ତାଙ୍କଠାରେ ପାପର ଲେଶ ମାତ୍ର ନଥିଲା। ତେବେ ପରମେଶ୍ୱର କାହିଁକି ପରିତ୍ୟାଗ କରିଥିଲେ? ଦ୍ୱିତୀୟ କରିନ୍ଥୀୟ 5:21 ପାଠ କଲେ ଆମେ ଜାଣୁ, ଲେଖାଯାଏ, ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କୁ ସେ ଆମମାନଙ୍କ ନିମନ୍ତେ ପାପ ସ୍ୱରୂପ କଲେ। ଯାହାଙ୍କଠାରେ ପାପର ଲେଶ ମାତ୍ର ନଥିଲା ତାହାଙ୍କୁ ଆମମାନଙ୍କର ପାପ ପାଇଁ ପରମେଶ୍ୱର ପାପ ସ୍ୱରୂପ କରିଥିଲେ। ପ୍ରଥମ ପେତର 2:24 ମଧ୍ୟ ଲେଖାଯାଏ, ଆମମାନେ ଯେପରି ପାପ ପ୍ରତି ମୃତ ହୋଇ ଧାର୍ମିକତା ନିମନ୍ତେ ଜୀବନଯାପନ କରୁ, ଏଥିପାଇଁ ସେ ଆପେ କ୍ରୁଶ ଉପରେ ନିଜ ଶରୀରରେ ଆମମାନଙ୍କର ସମସ୍ତ ପାପ ବହନ କଲେ। ପ୍ରଭୁ ଯୀଶୁ କୌଣସି ପାପ କରିନଥିଲେ, ବରଂ ଆମମାନେ ଅର୍ଥାତ୍ ସମଗ୍ର ମାନବ ଜାତି ପାପ କରିଥିଲେ ଏବଂ ସେହି ସମସ୍ତ ପାପକୁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିଜ ଶରୀରରେ ବହନ କରି କ୍ରୁଶରେ ଚଢ଼ିଥିଲେ। କ୍ରୁଶ ଉପରେ ଯୀଶୁଙ୍କର ଦୃଶ୍ୟ ଆମମାନଙ୍କର ପାପକୁ ଦର୍ଶାଏ, ଯାହା ହେଉଛି ଆମମାନଙ୍କର ପାପର ପ୍ରତୀକ ବା ଏକ ଚିହ୍ନ ସ୍ୱରୂପ। ଆମମାନଙ୍କର ସେହି ପାପ ସକାଶୁ ପରମେଶ୍ୱର ଯୀଶୁଙ୍କ ଠାରୁ ପୃଥକ ହୋଇଗଲେ। ପାପ ପ୍ରଭୁ ଯୀଶୁ କରିନଥିଲେ, ପାପ ଆମ୍ଭେମାନେ କରିଥିଲୁ। ଆମର ସେହି ପାପର ଭାର ପ୍ରଭୁ ଯୀଶୁଙ୍କ ଉପରେ ଥିବାରୁ ପରମେଶ୍ୱର ପ୍ରଭୁ ଯୀଶୁଙ୍କୁ ମଧ୍ୟ ପରିତ୍ୟାଗ କରିଛନ୍ତି। ଆମମାନଙ୍କ ନିମନ୍ତେ ପ୍ରଭୁ ଯୀଶୁ କ୍ରୁଶରେ ସମସ୍ତ ଯନ୍ତ୍ରଣା ସହିଛନ୍ତି। ଗାଲାତୀୟ 3:24 ଲେଖାଯାଏ, ଏଥି ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କ ନିମନ୍ତେ ଅଭିଶପ୍ତ ହୋଇ ବ୍ୟବସ୍ଥାର ଅଭିଶାପରୁ ଆମମାନଙ୍କୁ ମୂଲ୍ୟ ଦେଇ ମୁକ୍ତ କଲେ। ଆମମାନଙ୍କୁ ପାପରୁ ମୁକ୍ତ କରିବା ପାଇଁ ପ୍ରଭୁ ଯୀଶୁ କ୍ରୁଶରେ ଚଢ଼ିଥିଲେ ଏବଂ ପୁତ୍ରଙ୍କୁ ପିତା ପରିତ୍ୟାଗ କରିଥିଲେ। ପିତା ତାଙ୍କର ଏକମାତ୍ର ପୁତ୍ରଙ୍କୁ ଆମମାନଙ୍କ ନିମନ୍ତେ ତ୍ୟାଗ କରୁଛନ୍ତି ଏଥିପାଇଁ ଯେ ଆମମାନଙ୍କ ସହିତ ରହିବେ। ପୁତ୍ର ମଧ୍ୟ ନିଜେ କହିଥିଲେ, ମୁଁ ଜଗତର ଶେଷ ପର୍ଯ୍ୟନ୍ତ ତୁମମାନଙ୍କ ସହିତ ରହିବି। ପରେ ଦେଖୁ ଯେତେବେଳେ ପୁତ୍ର ସ୍ୱର୍ଗାରୋହଣ କରୁଛନ୍ତି, ପୁତ୍ର ତାଙ୍କର ଆତ୍ମାକୁ ଆମମାନଙ୍କ ନିମନ୍ତେ ଛାଡ଼ି ଯାଉଛନ୍ତି। ପିତା ଓ ପୁତ୍ରଙ୍କର ମିଳନ ସ୍ୱର୍ଗରେ ହେଇଛି, କିନ୍ତୁ ତାଙ୍କର ଆତ୍ମା ଆମମାନଙ୍କ ପାଖରେ ଅଛି। ପିତା ପୁତ୍ରଙ୍କୁ ସେ କ୍ରୁଶ ଉପରେ ଥିବା ସମୟରେ ପରିତ୍ୟାଗ ଏଥିପାଇଁ କରୁଛନ୍ତି ଯେ ପୁତ୍ର ଆମମାନଙ୍କୁ ସମସ୍ତ ପାପରୁ ମୁକ୍ତ କରିବେ ଓ ଆମମାନଙ୍କ ନିମନ୍ତେ ସାହାଯ୍ୟକାରୀ ଆତ୍ମାଙ୍କୁ ସେ ପ୍ରେରଣ କରିବେ। ଏଣୁ ଆମମାନେ ପିତା ଓ ପୁତ୍ରଙ୍କୁ ଧନ୍ୟବାଦ ଦେବା, କାରଣ ସେମାନେ ଆମମାନଙ୍କ ନିମନ୍ତେ ଏତେ ବଡ଼ ତ୍ୟାଗ କରିଛନ୍ତି ଯେପରି ଆମମାନେ ଆଉ ପାପରେ ନ ପଡ଼ୁ। କେତେ ବଡ଼ ତ୍ୟାଗ! ଆମମାନେ ଆଉ ଜୀବନରେ ପାପରେ ନ ପଡ଼ୁ, ସେଥିପାଇଁ ପିତା ଏବଂ ପୁତ୍ର ବହୁତ ବଡ଼ ତ୍ୟାଗ କରିଛନ୍ତି। ପିତା ନିଜର ତୃତୀୟ ପୁତ୍ରଙ୍କୁ ତ୍ୟାଗ କଲେ, କାରଣ ଆମମାନଙ୍କର ପାପ ତାଙ୍କ ଶରୀର ଉପରେ ଥିଲା। ତେଣୁ ଆମମାନଙ୍କର ପାପ ତାଙ୍କ ଶରୀର ଉପରେ ଥିବାରୁ, ଏକର ପାପର ଚିହ୍ନ ସ୍ୱରୂପ କ୍ରୁଶ ଉପରେ ଥିବାରୁ ପିତା ପୁତ୍ରଙ୍କୁ ପରିତ୍ୟାଗ କରୁଛନ୍ତି ଏବଂ ପୁତ୍ର କହୁଛନ୍ତି, ହେ ଈଶ୍ୱର, ତୁମ୍ଭେ କାହିଁକି ମୋତେ ପରିତ୍ୟାଗ କଲ? ପ୍ରଭୁ ଏହା ବୁଝିବା ପାଇଁ ଆମମାନଙ୍କୁ ସାହାଯ୍ୟ କରନ୍ତୁ। ଆମମାନଙ୍କୁ ସେ ଚାଳନା ଦିଅନ୍ତୁ ଯେପରି ଏହାକୁ ବୁଝି ଆମେ ଜୀବନରେ ବ୍ୟବହାର କରିପାରିବା, ପ୍ରଭୁଙ୍କ ଚରଣ ତଳେ ଲାଗି ରହିବା ଏବଂ ସେଇ ତାଙ୍କର ଯେଉଁ ତ୍ୟାଗ ରହିଛି ପିତା ପୁତ୍ରଙ୍କର, ତାହାକୁ ସର୍ବଦା ସ୍ମରଣ କରି ଆମେ ଜୀବନ କାଟିବା। ପ୍ରଭୁ ଆମ ପ୍ରତ୍ୟେକଙ୍କର ସହବର୍ତ୍ତୀ ପରମେଶ୍ୱର ହୁଅନ୍ତୁ। ଆସନ୍ତୁ ପ୍ରାର୍ଥନା କରିବା। ମଙ୍ଗଳମୟ ପିତା, ଧନ୍ୟବାଦ ଦେଉଛି ପ୍ରଭୁ ସୁନ୍ଦର ବାକ୍ୟ ପାଇଁ। ପ୍ରଭୁ, ଏଇ ଯେଉଁ ବାଣୀ ତୁମେ ମାନଙ୍କୁ ଶୁଣେଇଛ, ପ୍ରକୃତରେ ପ୍ରଭୁ ଆମମାନଙ୍କର ହୃଦୟସ୍ପର୍ଶୀ ବାଣୀ।
ए बाणी द्वारा अनेक शिक्षा रहीअछि प्रभु। आम्मानक निमंते आमर पाप निमंते तुम निज पुत्र को मध्य परित्याग कर दौछ प्रभु, कारण आम्मानक पाप तांको शरीर उपर थिला। से एक पापर चिन्ह स्वरूप क्रूस उपर चढ़ी आम्मानकर पापर चिन्ह। तेणु प्रभु आम्मान को क्षमा दियो प्रभु, क्षमा दियो। आम्मान से मूल्य को बुझी ना प्रभु, से त्याग को बुझी पारि ना आज पर्यंत। आम्मान को चालना दियो, दया कर प्रभु, दया कर। प्रार्थना जीशु को नाम रे मागुछु, आमेन।